ଚାଲିଛି ଜନ୍ମବେଦୀରେ ଲୀଳା ଖେଳା ଏବେ ବାହୁଡ଼ିବାର ବେଳ। ଆଉ ଭଉଣୀଙ୍କ ସହ ବଡ଼ ଦେଉଳ ଅଭିମୁଖୀ ଯାତ୍ରା, ଛାମୁଙ୍କ ସହ ପରିଜନ ବି ଯାତ୍ରାରେ 9 ଦିନର ମହାଯାତ୍ରା ଶେଷ। ଠିକ୍ ସମୟରେ ସରିଥିଲା ସବୁ ନୀତିକାନ୍ତି। ହେଲେ ନେତ୍ର ଆଜି କ'ଣ ଦେଖିଲା? କାହିଁକି ମାନ କଲେ କି ମା? ସୁନା ମୁହଁରେ ଏ ବିରସ ଭାଷା। କାହିଁକି ମା? କାହିଁକି? କ'ଣ ହେଲା? କିଏ କଲା କି ତ୍ରୁଟି? ଆଜି ମାନୁ ନଥିଲା ମନ, ବାହୁଡ଼ିବାର ନଥିଲା ଇଚ୍ଛା। ବାହୁଡ଼ା ଯାତ୍ରାରେ ପହଣ୍ଡି ବେଳେ ଏ ଦୃଶ୍ୟ ବୟାନ କରୁଥିଲା ଅନେକ କିଛି। କାରଣ ପହଣ୍ଡି ବେଳେ ରଥକୁ ଚଢ଼ିବାରେ ବିଳମ୍ବ କରିଥିଲେ ଦେବୀ। ଆଉ ଉଠାଇ ନେବା ବେଳେ ଲତ୍ କିନା କରି ବସି ପଡ଼ିଲେ ରାଣୀ। ଆଉ ଅଣାୟତ ହୋଇପଡ଼ିଲେ ସେବାୟତ। ସବୁଥର ଖୁସିରେ ଖୁସିରେ ବାହୁଡ଼, ଏଥର କିନ୍ତୁ ଟିକେ ବ୍ୟତିକ୍ରମ ହେଲା। ଶୂନ୍ୟ ଶୂନ୍ୟ ପହଣ୍ଡି କରୁଥିବା ମା ଆଜି ଗୁଣ୍ଡିଚା ମନ୍ଦିରକୁ ଆସିବା ବେଳେ ହଠାତ୍ ହୋଇଗଲେ ଭାରି। ରଥ ଚାରିପଟେ ବୁଲିବା ବେଳେ ସମ୍ଭାଳି ପାରିଲେନି ସେବାୟତ। ବୁଲିଲେ ସିନା, ରଥକୁ ଉଠିବାର ଇଚ୍ଛା କରିନଥିଲେ। ସେବାୟତ ବି ଧଇଁସଇଁ ହୋଇ ପଡ଼ିଥିଲେ। ବଡ଼ ଭାଇ ସିନା ଚାଲିଗଲେ, ଶତ ଚେଷ୍ଟା ପରେ ବି ସହଜରେ ଯାଇନଥିଲେ ଭଉଣୀ। ଏ ଦୃଶ୍ୟ ଦେଖି ଚକିତ ହୋଇ ପଡ଼ିଥିଲେ ଦେଖଣାହାରି। କିଏ କହିଥିଲା, କ'ଣ ହେଲା କି ମା? କେଉଁଠି ରହିଲା କି ତ୍ରୁଟି ବିଚ୍ୟୁତି? ଆଉ କେହି କହିଲେ ଗୁଣ୍ଡିଚା ମା କୋଳ ଛାଡ଼ି ବଡ଼ ଦେଉଳକୁ ଯିବାକୁ ଇଚ୍ଛା କରୁନାହାନ୍ତି ଦେବୀ। ଖାଲି ସେବାୟତ ନୁହେଁ, ଭକ୍ତ ମନ ବି କହିଲା, ହେ ମା ସୁଭଦ୍ରା, ଏ ଶାନ୍ତ ସରଳ ଚେହେରା ପଛରେ ଏତେ ଅଭିମାନ କାହିଁକି? ମା ଭୁବନେଶ୍ୱରୀ, ତୁମର ଆଜି ଏକି ରୂପ। ଲାଗିଲା ଯେମିତି ତୁମେ ସେବାୟତଙ୍କୁ କହୁଛ, ନା ନା, ମୁଁ ଜମା ଯିବିନି। ମା ପାଖରୁ ମୋତେ ନିଅନା, ଆଉ କେଇଟା ଦିନ ରହିଯିବି। ପୁଣି କହୁଛ, ହଁ ଯିବାକୁ ତ ପଡ଼ିବ। ମୁଁ କର୍ମକ୍ଷେତ୍ରକୁ ନ ଗଲେ ଭାଇମାନେ ଯିବେନି। ରଥଯାତ୍ରା ବେଳେ ମାନ କରିଥିଲେ କାଳିଆ ଶାନ୍ତ। ଘୋଷ ଯାତ୍ରାରେ ଭାଇ ଭଉଣୀ ଗଲେ, ହେଲେ ପାଦେ ଆଗକୁ ଗଲେନି ଜଗତର ନାଥ। 2 ଦିନ ଟଣା ହେଲା ରଥ। ଆଉ ଏବେ ବାହୁଡ଼ା ବେଳେ ହଳଦୀ ମୁଖୀଙ୍କ ଏକି ରୂପ। କାହିଁକି ଘଟୁଛି ଏମିତି ବାରମ୍ବାର? ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ। ବ୍ୟୁରୋ ରିପୋର୍ଟ from News 7 Digital।